ବନ୍ଧୁ ପଥର ପାଷାଣ ପୂଜୁଛୁରି ମନ, ସେ କି ଦେବ ତତେ ବ୍ରହ୍ମଜ୍ଞାନ। ଜଗନ୍ନାଥ ବୋଲି ଯାକୁ ମାନ, ବଜାରରୁ 2 ପଇସାରୁ କିଣି ଆଣ। ଆମେ ଯାଉସୁଁ ମନ୍ଦିର ଭିତରେ, ବାହାରର ଗୋଟେ ପଥରକେ ନେଇକିନା ପୂଜା କରାଯାଇସି। ସେ ପଥରକେ ଗୋଟେ ଆକୃତି ଦିଆଯାଇସି, আর ସେ ଆକୃତିକେ ଆମେ ଜୀଅନ୍ତା ଦେବତା ବୋଲିକରି ପୂଜା କରସୁଁ। ହେଲେ ଆମ ଘରେ ଯେଉଁ ଜୀଅନ୍ତା ଦେବତା ନିଜ ମା ବାପା ଅଛନ୍ତି, ସେମାନକେ ଆମେ କିଛି ବି ନାଇଁ କରୁ। ପଥରକେ ଗୋଟେ ଆମେ ପୂଜା କରମୁ, ପଥରକେ ଖାଇବାକେ ଦେମୁ, ପଥରକେ ଗୁରସ ଦେମୁ, ପଥରକେ ସିଓ ଦେମୁ, ଅଙ୍ଗୁର ଦେମୁ, ଯାବତୀୟ ଫଲ ପୁଷ୍ପ ସବୁ ଦେମୁ। ସେ କାଣା ଖାଇବା? ନାଇଁ ଖାଏ। ଆମେ ଜାଣସୁଁ ଆମର ଆଖପାଖ ପଡ଼ୋଶୀନେ ଆମର ପିଲା ଛୁଆ କି ଅଲଗା ଲୋକମାନେ ଅଛନ୍, ଯେନ୍ମାନେ କି ଗରିବ ଲୋକ ଥିସନ୍, ସେମାନଙ୍କର ପୁଷ୍ଟିକର ଖାଦ୍ୟ ନାଇଁ ଖାଇପାରବାର ଯୋଗୁଁ ଅପପୁଷ୍ଟି ରୋଗନେ ପିଲା ଛୁଆମାନେ ଅନେକ ଗୁଡ଼ିଏ ମରିଯାଏସନ୍ ହସ୍ପିଟାଲ। ଅପପୁଷ୍ଟି ରୋଗରେ ପ୍ରାୟ ବର୍ଷକୁ ବର୍ଷ ଅତ୍ୟାଧିକ ଗରିବ ଲୋକର ପିଲା ଛୁଆ ମରସନ୍। ଏ କଥା ଆମେ ଜାଣି ଭଗବାନକେ ଆମେ ଯେନ୍କି ଖାଇ ନେଇ, ଯାର କି କିଛି କାମ ନାଇଁ, ଯାର କିଛି ପରିବାର ନାଇଁ, ଯାର କିଛି ଟେନସନ୍ ନାଇଁ, ଯାର କିଛି ଚଲାବୁଲା ନାଇଁ, ତାକେ ଆମେ ଅନେକ ପ୍ରକାର ଖାଦ୍ୟପେୟ, ବିଭିନ୍ନ କଥା, ବିଭିନ୍ନ ପର୍ବପର୍ବାଣି ପାଲୁଁ, ବିଭିନ୍ନ ଆକାରରେ ଉତ୍ସାହିତ କରୁଁ, ଆଉ ଆମର ପଇସାକେ ୱେଷ୍ଟ କରୁଁ। ଆମେ ଭଗବାନର ନାଁନେ ଅନେକ ଗୁଡ଼ିଏ ପଇସା ଚାନ୍ଦା ଦଉଁ, କିନ୍ତୁ ଗୋଟେ ଗରିବ ଲୋକ আমার পাখে অছে, তাকে আমি কিছু সাহায্য নাই করু। সে ভোকে মরুথিবা, আমি ইয়াড়ে কীর্তন বজাউথিমু, আমি ইয়াড়ে পহরি করুথিমু, আমি ইয়াড়ে লক্ষ্মী পূজা, দুর্গা পূজা, অনেক পূজা করুথিমু। লাভ কাঁটা দেবা? এণুকরি ভগবান কহসন, সকল ঘটে নারায়ণ, জগন্নাথ পূজ কি কারণ। সমস্তଙ୍କ ହୃଦୟରେ ଭଗବାନ ଅଛେ। ଯେତେବେଳେ ସମସ୍ତଙ୍କ ହୃଦୟକେ ଯଦି ଆମେ পেট শান্ত କରିପାରମା, ତାହେଲେ ହିଁ ଆମେ ଭଗବାନକେ ପାଇପାରମା। ଏଣୁକରି ଭଗବାନ କହସନ୍ କି ମୁଁ ଯାହାକୁ ଖାଇବାକୁ ଦିଏ, ତୁମେମାନେ ତାହାକୁ ଖାଇବାକୁ ଦିଅ, ମୋତେ ଖାଇବାକୁ ଦିଅ ନାହିଁ। ମୁଁ ଯାହାକୁ ଭଲ ପାଏ, ତୁମେ ତାହାକୁ ଭଲ ପାଅ, ମୋତେ ଭଲ ପାଅ ନାହିଁ।